ଚଳିତ ଏପ୍ରିଲ ମାସରେ ମକର ରାଶିର ରହିଥିବା ଅଶୁଭତ୍ୱକୁ ଦୂର କରି ସମସ୍ତ ଶୁଭଫଳ ପାଇବା ପାଇଁ ପ୍ରତ୍ୟହ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ। ଶନିଦେବଙ୍କର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନାରେ ବହୁତ ଗୁଡ଼ିଏ ଶୁଭଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମକର ରାଶି ଦ୍ୱାଦଶ ରାଶିଚକ୍ରର ଦଶମ ରାଶି। ନିଜେ ଶନିଦେବ ଏହି ରାଶିର ଅଧିପତି ହୋଇଥିବା ବେଳେ ଜାଣିବା 2025 ମସିହା ଏପ୍ରିଲ ମାସରେ ମକର ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ମକର ରାଶି ପାଇଁ ଏପ୍ରିଲ ମାସଟି ସକାରାତ୍ମକ ଫଳ ନେଇକରି ଆସିଅଛି। ମକର ରାଶିର ଅଧିପତି ଶନି ଗୋଚରରେ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କଲା ପରେ ମକର ରାଶି ଉପରେ ଦୀର୍ଘ 7.5 ବର୍ଷ ଧରି ଲାଗି ରହିଥିବା ଶନି ସପ୍ତାହ ଅଥବା ଶନିଙ୍କର ନକାରାତ୍ମକ ପ୍ରଭାବ ଦୂର ହୋଇଯାଇଛି। ଏହି ଏପ୍ରିଲ ମାସରେ ମକର ରାଶି ଜାତ ବ୍ୟକ୍ତିଙ୍କ ଜୀବନରେ ବହୁତ ଗୁଡ଼ିଏ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଲାଗି ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ। ମାନ ସମ୍ମାନରେ ବୃଦ୍ଧି ଘଟିବ। ସମାଜରେ ଏକ ସମ୍ମାନିତ ନାଗରିକ ରୂପେ ଆପଣଙ୍କ ପରିଚୟ ତିଆରି ହେବ। ପଞ୍ଚମ ଭାବରେ ଅବସ୍ଥିତ ବୃହସ୍ପତି ମହାଗ୍ରହଙ୍କ ଯୋଗୁଁ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ଆସିବ। ମାନସିକ ଦୁଶ୍ଚିନ୍ତା ଦୂର ହୋଇ ମାନସିକ ଶାନ୍ତି ଲାଭ କରିବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ବାଣିଜ୍ୟ ବେପାର କରୁଥିଲେ ଆଶାଠାରୁ ଅଧିକା ଆୟ ହେବ। ନୂତନ ଧରଣର ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମନ ବଳାଇବେ। ଆର୍ଥିକ ସେକ୍ଟରରେ ଅର୍ଥ ନିବେଶ କରିଥିଲେ ସେଥିରୁ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଅଛି ତଥା ଆର୍ଥିକ ନିବେଶ କରିବା ପାଇଁ ଏପ୍ରିଲ ମାସଟି ବେଶ୍ ପ୍ରଶସ୍ତ ରହିଛି। ଚାକିରି କରୁଥିଲେ ପ୍ରମୋସନ୍ ପାଇବାର ସମ୍ଭାବନା ଦେଖାଯାଉଅଛି। କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ କାମର ପ୍ରଶଂସା କରିବେ। ମନ ମୁତାବକ ଜାଗାକୁ ବଦଳି ହେବାର ସମ୍ଭାବନା ମଧ୍ୟ ରହିଅଛି। ମକର ରାଶି ଜାତ ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ଏହି ଏପ୍ରିଲ ମାସରେ ଶୀର୍ଷ ସ୍ଥାନରେ ପହଞ୍ଚିବ। ଉଭୟ ପ୍ରେମୀ ଯୁଗଳ ପରସ୍ପର ପ୍ରତି ନିଷ୍ଠା ବା ଆସ୍ଥା ପ୍ରଦର୍ଶନ କରିବେ। ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ମନ ବଳାଇ ପାରନ୍ତି। ଅବିବାହିତ ଥିବା ପୁଅ ଝିଅମାନଙ୍କ ପାଇଁ ମାସର ଦ୍ୱିତୀୟାର୍ଦ୍ଧରେ ସୁନ୍ଦର ବିବାହ ପ୍ରସ୍ତାବମାନ ଆସି ବିବାହ ତାରିଖ ଠିକ୍ ହୋଇଯାଇପାରେ। ଶୁଭ ପରିଣୟର ଯୋଗ ରହିଅଛି। ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ। ଦାମ୍ପତ୍ୟ ଜୀବନରେ ଥିବା ପୂର୍ବ କଳହର ସମାଧାନ ହେବାର ବହୁତ ସମ୍ଭାବନା। ଘର ଭିତରେ ସାମଞ୍ଜସ୍ୟ ଓ ଶାନ୍ତି ବିରାଜମାନ କରିବ। ସପରିବାର ଦୂରସ୍ଥାନ ଭ୍ରମଣରେ ଯିବାର ସୁଯୋଗ ଆସିପାରେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ସନ୍ତାନ ସୁଖରେ ବୃଦ୍ଧି ଘଟିବ ତଥା ସନ୍ତାନମାନେ ଆଜ୍ଞାଧୀନ ରହିବେ। ଶିକ୍ଷା କ୍ଷେତ୍ରରେ ସନ୍ତାନମାନଙ୍କ କୃତିତ୍ୱରେ ଆପଣ ନିଜକୁ ଗୌରବାନ୍ୱିତ ମନେ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଚାର କରିବାକୁ ଗଲାବେଳେ ଜଣାଯାଏ ଯେ ଏହି ଏପ୍ରିଲ ମାସଟି ମକର ରାଶି ଜାତ ବ୍ୟକ୍ତିମାନଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ବୃହସ୍ପତିଙ୍କ ଦୃଷ୍ଟି ମକର ରାଶି ଉପରେ ରହିଥିବାରୁ ନିରୋଗ ରହିବେ ଏବଂ ପୁରୁଣା ରୋଗ ରହିଥିଲେ ସେଥିରୁ ଆରୋଗ୍ୟ ଲାଭ କରିବେ। କିନ୍ତୁ ଖାଦ୍ୟପେୟ ଗ୍ରହଣ କ୍ଷେତ୍ରରେ କିଛିଟା ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଅଖାଦ୍ୟ ବା ବାସି ଖାଦ୍ୟ ଗ୍ରହଣ କଲେ ପେଟ ଗଣ୍ଡଗୋଳ ଦେଖାଯିବାର ଆଶଙ୍କା ରହିଅଛି ଏବଂ ଏଥିପାଇଁ ଶରୀରରେ ବାୟୁ ବିକାର ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହୁଅଛି।
ଏ ତ ଗଲା ମୋଟାମୋଟି ଭାବରେ ମକର ରାଶି ଜାତ ବ୍ୟକ୍ତିମାନଙ୍କ ପାଇଁ ଏପ୍ରିଲ ମାସର ମାସିକ ରାଶି ଫଳ। ଏପ୍ରିଲ ମାସଟିରେ ମକର ରାଶିର ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟୟ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ। ଶନିଦେବଙ୍କର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନାରେ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରାପ୍ତ ହେବେ। ଏହାଛଡ଼ା ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହେବ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।